দীনবন্ধু দাস ও দীনবন্ধু দাস দীনবন্ধু দাস এ কুয়াড়ে গেল শীঘ্র আস ওরা গোটা নাট্য লগাইছি নাট্য দাসে আজ্ঞা দাসে আজ্ঞা ବୁଝିବାକୁ ଚେଷ୍ଟା କରନ୍ତୁ ଦାସ ଆଜ୍ଞା ମୋ କଥା ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ ଆମ ଅବସ୍ଥା ତ ଆପଣ ଦେଖୁଛନ୍ତି ଖାଇବାକୁ ଗୋଟେ ଦାନା ମିଳୁନି ଏବେ କହିଲ ମୁଁ କଣ କରିବି এইଥିପାଇଁ ନରୋତ୍ତମ ଦାସ କହି কোন শালা চা নেই আরে ଟଙ୍କା ନେଲା ବେଳକୁ ଏମିତି କଥା କହିନଥିଲୁ ଏବେ ଟଙ୍କା ଦେଲା ବେଳକୁ କାହିଁ ନଥିଲୁ ଆପଣ ସେମିତି କଥା କୁହନ୍ତୁନି ଆମେ ଗରିବ ସତ ଓଳିଏ କାହିଁ ଓଳିଏ ଉପାସ ରହିପାରୁ ହେଲେ କାହାର ଋଣୀ ହେଇ ରହିବୁନି ମୁଁ ଆପଣଙ୍କୁ କଥା ଦଉଛି ଏଇ ବର୍ଷକ ଭିତରେ ଆପଣଙ୍କ ଟଙ୍କା ପରିଶୋଧ କରିଦେବି କଣ କହିଲୁ ବରଷା ଆରେ ବରଷା ଦେଇପାରିବନି ଆଜି ଟଙ୍କା ନେବି ତାପରେ ଯାଇ ଏଠୁ ଯିବି ତା ନହେଲେ ଏ ଘରେ ଆଜି ମୁଁ ତାଲା ପକେଇଦେବି ତାଲା ହଉ ଆଜ୍ଞା ମୁଁ ଆପଣଙ୍କୁ ହାତ ଯୋଡ଼ି ନେହୁରା ହଉଛି ଆପଣଙ୍କ ଗୋଡ଼ ତଳେ ପଡୁଛି ମୋତେ ଆଉ କିଛି ଦିନ ସମୟ ଦିଅନ୍ତୁ ହେଇପାରିବନି ଟଙ୍କା ହେଇପାରିବନି ଶୁଣ ଟଙ୍କା ନେଲାରୁ ଯଦି କଣ୍ଟ୍ରୋଲ କରି କରିଦେଲୁ ଏବେ ଟଙ୍କା ନେବାକୁ ବାକି ଯାଉଛି କାହିଁକି ମୋ ଗୋଡ଼ ଖାଟା ସବୁ କରିବ ବରଷା ଆଉ ଶୁଣ କହୁଛି ଆମ କହିଲା କଣ ନା ମଉସା ତମର ଏତେ ସାହସ ମୋ ବାପାଙ୍କୁ ବୈଠ ମାରିପାରିଲ ପରୀକ୍ଷା ଖିଆ କାମ କଲେ ପରୀକ୍ଷା ଖାଇବ ନା ଆମର ଚିକେନ ପଲ ପଟ ବିରିୟାନୀ ଖାଇବ ଏ ଶୁଣ ତୋତେ ଯଦି ବାକି ଯାଉଛି ତାହେଲେ ମୋ ଟଙ୍କାର ସୁଧ ମୂଳ ଦେଇ ଦଉନୁ ପରିବାର ସୀମା ଆପଣ ଟପିଗଲାଣି ଆଉ ପରିବାର ସୀମା ମୋର ଅଧିକ ରହିଲାଣି ଚୁପଚାପ ଏଠୁ ଚାଲିଯାଆନ୍ତୁ ତା ନହେଲେ ତାହେଲେ କଣ କରିବୁ ତାହେଲେ କଣ କରିବୁ ମାରିବୁ ମତେ ମାରିବୁ ରାଖି ମଉସା ବହୁତ ତୁ ଟିକେ ଚୁପ ହେଇଯା କାହିଁକି ତାର ସହିତ ଯୁକ୍ତି କରୁଛୁ କହିଲୁ ଆମେ ପରା ତାଙ୍କ ପାଖରେ ଋଣୀ ହେଇଛେ ତା ବୋଲିଛେ ଯାହା ନାହିଁ ତାହା କହିଯିବେ ଆମେ ନୂଆ ଶୋଇଯିବା କହିବୁ କାହିଁକି କହିବୁ କାହିଁକି ମୋ ଉପରକୁ ରାଲି ରାଖି ଦେଖାଇ ମତେ ମାରି ଆସିବୁ ଦାସ ଆଜ୍ଞା କଥା ଆଉ ବଢାନ୍ତୁନି ମୁଁ ଆପଣଙ୍କୁ କଥା ଦଉଛି ମୋତେ ଆଉ କିଛି ଦିନ ସମୟ ଦିଅନ୍ତୁ ମୁଁ ଆପଣଙ୍କ ଟଙ୍କା ଦେଇଦେବି ହେଇପାରିବନି ଶୁଣ ଆଜିକାଲି କହି 5 ବର୍ଷ ହେଇଗଲା ତମ ପରି ଛୋଟ ଲୋକମାନଙ୍କ କଥାର ଦାମ ନାହିଁ ଶୁଣେ କହିବେ ଗୋଟେ କରିବେ ଆଉ ଗୋଟେ କହିଲୁ ଟାଉଟା ଘର ଭଙ୍ଗା ଆମେ ଦୁଃଖ ମୋ ସାଥି ଆମେ ଦୁଃଖ ମୋ ସାଥି ଆଜି କଥା ମୁଁ ଏ କଣ କମ୍ପିଟି ଦେଇଛି ମୋ ସାମ୍ନା ତୁ ମୋ ପାଖରୁ ହାତ ଉଠାଇ ପାରିଲୁ ଦାସ ଆଜ୍ଞା ମୋ ପୁଅର ଭୁଲ ପାଇଁ ମୁଁ ଆପଣଙ୍କୁ କ୍ଷମା ମାଗୁଛି ଏ ଖାଉ ପଇସା ମାରିବା ବିଷ୍ଣୁ ହନା ଶୁଣ ଏଇ ପଇସା କାହିଁରେ ଗଣ୍ଠି ସାଧୁରି କାହିଁ ଘରେ ନ ପୁରା ଯାଇଛି ଓନା ନରକମ ଦାସ ନୁହେଁ ଆରେ ଶୁଣା ଢିଙ୍କିକି କାଠ ବୋଲି ଭାବୁଛୁ ନାଇଁ ନା ଶୁଣେ ତମ କଥା ବୁଝିଛୁ ଘରେ ପୁଅ ତ କଥା ବୁଝିଛୁ ଦାଦା ତମରି ଟାଉଟର ମାନଙ୍କ ସୁବିଧା ତ ବହୁତ ଦେଖିଛି ବାପା ତାଙ୍କ ହାତରେ ତୁ ଜମା ଠିକ କଲୁନି ରେ ତୁ ଜମା ଠିକ କଲୁନି ସେଇ ଲୋକଟା ଜମା ଭଲ ଲୋକ ନୁହଁ ତା ଛଡା ଆମେ ପରା ତାଙ୍କ ପାଖରେ ଋଣୀ ହେଇଛେ ଏ ଦୁନିଆରେ କିଏ ଋଣୀ ହୁଏ ବାପା ଏ ଦୁନିଆରେ କିଏ ଋଣୀ ହୁଏ ଗୌତମ ଏ ସମାଜର ଆଗଧାଡିର ଧନୀ ବ୍ୟକ୍ତି ସିଏ କଣ ଋଣୀ ହୁଅନ୍ତି ତଫାତଟା ଏତିକି ଯେ ସେମାନେ ପରୋକ୍ଷରେ ଆମମାନଙ୍କ ରାଜକୋଷରୁ ଋଣ ନେଇ ଲୁଟୁଛନ୍ତି
ଆଉ ଆମେ ପ୍ରତ୍ୟକ୍ଷରେ ସେମାନଙ୍କ ପାଖରୁ ଋଣ ଆଣି ଅପମାନିତ ହେଉଛେ। ଧନୀ ମାନଙ୍କ କଥା କାହାଠିକୁ ଦେଖାଯାଏନି ରେ। ଧନୀ ମାନଙ୍କ କଥା କାହାଠିକୁ ଦେଖାଯାଏନି, କାରଣ ସେମାନେ ହେଲେ ବଡ଼ ଲୋକ, ନେତା ମନ୍ତ୍ରୀ ଅଫିସର ସେମାନଙ୍କ ହାତ ମୁଠାରେ। ଆମେ ପରା ଗରିବ, ଦିନେ ଖାଇଲେ 2 ଦିନ ଉପାସ। ତାହେଲେ ଆପଣ କହିଲେ ବାପା, ତାହେଲେ ଆପଣ କହିଲେ ଧନୀ ମାନଙ୍କର ରକ୍ତ କଣ ବା, ଗରିବର ରକ୍ତ କଣ ବା? ଧନୀ ମାନଙ୍କର ବାବା ମା ଠାରୁ ଗରିବ ମାନଙ୍କର ବାବା ମା କଣ ଅଲଗା? କେବଳ ଏତିକି ବାପା, ପିଲାମାନେ ମାଛ ମାଂସ ଖାଇ ବଢିଥାନ୍ତି, ଆଉ ଗରିବ ଶାଗ ପଖାଳ ଖାଇ ବଢିଥାନ୍ତି। ଭଗବାନଙ୍କ ଦରବାରରେ ଧନୀ ଗରିବର ଭେଦଭାବ ନଥାଏ ବାପା। କେବଳ ଏ ସ୍ୱାର୍ଥପର ମଣିଷ ନିଜର ସ୍ୱାର୍ଥ ପାଇଁ ଜାତି ଭେଦ ସୃଷ୍ଟି କରିବା ପରି ଧନୀ ଗରିବର ପାଚେରୀ ଠିଆ କରିଛି। ଦୁନିଆରେ ସେମାନଙ୍କର ବଞ୍ଚିବା ପାଇଁ ସେତିକି ଅଧିକାର, ଆମମାନଙ୍କର ବି ସେତିକି ଅଧିକାର ଅଛି। ବାପା ଆପଣ କାନ୍ଦୁଛନ୍ତି, ଆପଣ କି ଲୁହ ମୋର ଦୁଃଖର ନୁଆରେ, ମୋର ଦୁଃଖର ନୁଆ ଆନନ୍ଦର ଲୁହ। ତୋ ମୁହଁରୁ ଏକଥା ଶୁଣି ସାରିବା ପରେ ଅମାନିଆ ଲୁହ ଗୁଡାକ ଆପେ ଆପେ ଝରି ଆସିଲା। ମୁଁ ତ ବାପା ନୁହଁ ରେ, ମୁଁ ତ ବାପା ନୁହଁ, ତୁ ମୋ ବାପା ଆମର ଥିଲା। ନାଇଁ ମୋର କିଛି ଆପଣ କାଣ୍ଡରୁ କିଛି ଖାଇନାହାନ୍ତି, ତାହେଲେ ମୁଁ ରୁଟି ଆଉ ସନ୍ତୁଳା ନେଇ ଆସିଛି, ଖାଇଲେ ମେଡିସିନ ଖାଇବେ। ନା, ମୋର ଏ ମେଡିସିନ ଖାଇବା ଦରକାର ନାହିଁ, ସେ ରୁଟି ସନ୍ତୁଳା ଖାଇବା ଦରକାର ନାହିଁ। ତୋ ମୋର ସତ କଥା ନ ଶୁଣିଲା ପର୍ଯ୍ୟନ୍ତ ମୁଁ କିଛି ବି ଖାଇବିନି। କହ ଗୌତମ, କହ, ଆରେ କହ ଗୌତମ, କହ ତୋର କଣ ହେଇଛି? ତତେ ତୋ ବାପାର ଆପଣ କିଛି ଖାଇନାହାନ୍ତି, ଆପଣ କମୁକିଲା ମନକି କହିପାରିଲି ଲୋକଙ୍କୁ ଧାର ମାଗିଲି, କେହି ବି ନେଲେନି। ଶେଷରେ ପଥର ତଳିକୁ ଯାଇ ପଥର ମାରେଇ ମାରେଇ ସେଇ ପଇସାରେ ଲୁଟି ଆଉ ଆପଣଙ୍କ ଆଖି ଅଟୋ ପାଇଲ ମୋ ପାଇଁ ଅଭିଶାପ ମତେ କେବଳ ଏତିକି ଆଶୀର୍ବାଦ କରନ୍ତୁ, ସେଦିନ ଶ୍ରବଣ କୁମାର ଅନ୍ଧ ବାପା ମାଙ୍କୁ କାନ୍ଧରେ ବୋହି ତୀର୍ଥ ଭ୍ରମଣ କରିବା ସମୟରେ ପାଣି ଆଣିବାକୁ ଯାଇ ଦଶରଥଙ୍କ ଧନୁ ତୀରରେ ପ୍ରାଣ ହରାଇଲା ପରି ମୋ ବାପାଙ୍କ ପାଇଁ ଜୀବନଟା ଚାଲି ଯାଉ। ବାପା ପୁଅ ମତେ କେବେ ଫୁଲର ଆଘାତ ଦେଇନ, ଭାବରେ ପଡିଦେବେ ମୁଁ ଆପଣଙ୍କ ସହିତ କାମ କରିବାକୁ
Oh